कोटी ओडियांक आराध्य देवता प्रभु श्री जगन्नाथ आउ बड़ ठाकुरंक वर्षर सबुठु बड़ पर्व है रथयात्रा। ଏହି ରଥଯାତ୍ରା ପାଇଁ ପ୍ରତ୍ୟେକ ବର୍ଷ ବୌଦ୍ଧ ବନଖଣ୍ଡର ବିଭିନ୍ନ ଜଙ୍ଗଲରୁ ଧଉରା ଅସନ ଫାଶୀ ଭଳି ବିଭିନ୍ନ ଗଛର ଗଣ୍ଡି ରଥ ନିର୍ମାଣ ପାଇଁ ଯୋଗାଇ ଦିଆଯାଇଥାଏ। ବିଗତ ବର୍ଷମାନଙ୍କରେ ବୌଦ୍ଧ ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ପୂଜାର୍ଚ୍ଚନା ପରେ ଟ୍ରକରେ ବିଭିନ୍ନ କାଠ ଗଣ୍ଡି ଲଦା ହୋଇ ପୁରୀ ଅଭିମୁଖେ ପଠାଯାଇଥିଲା। ଚଳିତ ବର୍ଷ ବୌଦ୍ଧ ବନଖଣ୍ଡର ବିଭିନ୍ନ ଅଞ୍ଚଳରୁ 235 ଖଣ୍ଡ କାଠ ଗଣ୍ଡି ପୁରୀ ରଥ ନିର୍ମାଣ ପାଇଁ ପଠାଯିବାକୁ ଲକ୍ଷ୍ୟ ରଖାଯାଇଛି। ବୁଧବାର ବୌଦ୍ଧ ଜିଲ୍ଲାର ମାଧପୁର ବନାଞ୍ଚଳର ମୁଣ୍ଡେଶ୍ୱର ଜଙ୍ଗଲରୁ ଏକ ଅସନ ଗଛ କାଟି ରଥ କାଠ ଅନୁକୂଳ ହୋଇଛି। ଏ କାର୍ଯ୍ୟକ୍ରମରେ ବୌଦ୍ଧ ଡିଏଫ୍ଓ ରାଜେନ୍ଦ୍ର ଗୁଜରାତ, ମାଧପୁର ରେଞ୍ଜର ଆଶିଷ ଦିଗାଲ ଓ ସମସ୍ତ ବନ କର୍ମଚାରୀ ଉପସ୍ଥିତ ରହି ସ୍ୱତନ୍ତ୍ର ପୂଜାର୍ଚ୍ଚନା କରି ରଥ କାଠ କଟା ଅନୁକୂଳ ହୋଇଥିଲା। ଆଉ ଅଳ୍ପ ଦିନ ମଧ୍ୟରେ ବୌଦ୍ଧର ବିଭିନ୍ନ ଜଙ୍ଗଲରୁ ରଥ କାଠ କାଟି ସ୍ୱତନ୍ତ୍ର ଟ୍ରକରେ ସମସ୍ତ କାଠ ଗଣ୍ଡି ଶ୍ରୀକ୍ଷେତ୍ର ଅଭିମୁଖେ ପଠାଯିବ ବୋଲି ସୂଚନା ମିଳିଛି। ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଆମ ବୌଦ୍ଧ ଡିଭିଜନ କାଠ କାଲି ଆମେ ମୁଣ୍ଡେଶ୍ୱର ଆରପି କମ୍ପାର୍ଟମେଣ୍ଟ ନମ୍ବର 2ରୁ ଗୋଟିଏ ଅସନ କାଠ କଟା ଯାଇକି ଏଇଟା ଅନୁକୂଳ କରାଯାଇଛି ଏବଂ ଆଗାମୀ ଦିନରେ ଆମେ ଆମ ବୌଦ୍ଧ ବନଖଣ୍ଡ 5 ଖଣ୍ଡି ରେଞ୍ଜରୁ ଆମେ 235 ଗୋଟି କାଠ ଗଛ ସିଲେକ୍ସନ୍ କରିଛୁ। ସେଥିରୁ ଧଉରା ଅଛି, ଅସନ ଅଛି ଏବଂ ଶିମିଳି ଅଛି। ସେସବୁ ଗଛ ପର୍ଯ୍ୟାୟକ୍ରମେ ଆମେ ଏଇ ମାସ 27 ତାରିଖ ସୁଦ୍ଧା ଯେଉଁ ଶ୍ରୀରାମନବମୀ ପଡ଼ୁଛି ତା ସେଇ ମଧ୍ୟରେ ଆମେ ଖପୁରିଆ ସମିଲକୁ ଏବଂ ରଥଖଳାକୁ କାଠ ପଠାଇବାର ସୁବ୍ୟବସ୍ଥା କରିବୁ। ବ୍ୟୁରୋ ରିପୋର୍ଟ, ହିରାଚଳ ଲାଇଭ।